କେବେ ସମୁଦ୍ର ଦେଖିଛ? ରାତି ହେଲେ ତାର ଗର୍ଜନ ଶୁଣିଛ? ଡର ଲାଗେ ନା? ବେଳେବେଳେ ସେମିତି ଏକ ଗର୍ଜନ ଶୁଣାଯାଏ କେଉଁ ଏକ ସମ୍ପର୍କ ଛିଡ଼ିଯିବା କଳ୍ପନାରେ। ସେଦିନ ମୋ ଭିତରେ ବି ସେହି ଭୟ ଆସିଥିଲା। ଏମିତି ତୁମେ କ'ଣ ପାଇଁ କଲ? ହସ୍ପିଟାଲର ବେଡ୍ରେ ବ୍ୟାକୁଳ ହୋଇ ପଚାରିଲି ସଞ୍ଜୁକୁ। ସଞ୍ଜୁ, ଯାହାକୁ 4 ବର୍ଷ ପୂର୍ବେ ମଥାରେ ସିନ୍ଦୁର ଦେଇ ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଥିଲି। ବିବାହ ଜୀବନରେ ଅନେକ ଝଡ଼ ଆସିଛି ଏବଂ ରାସ୍ତା କାଟି ଚାଲି ମଧ୍ୟ ଯାଇଛି। ହେଲେ ଏଥର ଝଡ଼ ତ ନୁହଁ, ପୁରା ମହାବାତ୍ୟାଟା ଅଚାନକ ଆସିଛି, ଯାହାକୁ ସାମ୍ନା କରିବାକୁ ମୋ ପାଖରେ ସାହସ ଏବଂ ଧୈର୍ଯ୍ୟ କିଛି ବି ନାହିଁ। ସବୁକିଛି ତୁମରି ପାଇଁ। ଆଖିଝରା ଲୁହରେ ଉତ୍ତର ରଖିଲା ସଞ୍ଜୁ। ତାର ଏହି ଉତ୍ତରରେ ଆଖି ବନ୍ଧ ଭାଙ୍ଗି ମାଡ଼ି ଆସିଲେ ଲୁହର ମହାସାଗର। ବେଳେବେଳେ ଜୀବନରେ ଭୁଲ ଠିକ୍ର ହିସାବରେ ମୁଁ ବି ଜୀବନର ବାସ୍ତବତାକୁ ଦେଖିବାକୁ ଭୁଲି ଯାଇଛି। ତାହା ଆଜି ଅନୁଭବ କରୁଛି। ଏବେ କେବଳ ମନର ଭୟକୁ ଦୂରେଇବାକୁ ଚେଷ୍ଟା। ମୋ ପରିବାର କହିଲେ, ମୋର ବାପା, ବୋଉ ଏବଂ ମୋର ସାନ ଭଉଣୀ, ଯାହାର ବାହାଘର 7 ବର୍ଷ ପୂର୍ବେ ହେଇ ସାରିଛି। ସୁଖ ଦୁଃଖର ସଂସାରଟା ଆସ୍ତେ ଆସ୍ତେ ଆଗେଇ ଚାଲିଥିଲା ପାସେଞ୍ଜର ଟ୍ରେନ୍ ପରି, ଷ୍ଟେସନ ପରେ ଷ୍ଟେସନ ଆଗକୁ। ସବୁକିଛି ତୁମରି ପାଇଁ। ସଞ୍ଜୁର ଏହି ଉତ୍ତରରେ ମୁଁ ଏବଂ ମୋର ଭୟଭୀତ ହୃଦୟ କମ୍ପୁଥିଲା। ଆସିଥିବା ପ୍ରଳୟଙ୍କରୀ ଭୂମିକମ୍ପରେ ନିର୍ମମ ଏକ ପରିବାରରେ ଜନ୍ମ ନେଇ ନିଜର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିବା ସମାଜରେ ବହୁତ କଷ୍ଟ। ତଥାପି ମୁଁ ହାର ମାନିନି। ଗ୍ରାଜୁଏସନ୍ ସରିବା ପରେ ଘର ଛାଡ଼ି 2000 କିଲୋମିଟର ଦୂର ମୁମ୍ବାଇରେ ଚାକିରି କରିବାକୁ ନିଷ୍ପତ୍ତି ନେଇଥିଲି। ନିଜର ପରିଶ୍ରମ ଏବଂ ଭଗବାନଙ୍କ ଆଶୀର୍ବାଦରୁ ନିଜର ଏକ ପରିଚୟ ଅଳ୍ପ ବହୁତ ଅର୍ଜନ କରିଛି। ଯୌବନର ପାହାଚରେ ମନ ଥିଲା ଉଡ଼ା ପ୍ରଜାପତି। ଉଡ଼ୁଥିଲେ ଫୁଲରୁ ଫୁଲ, ବଗିଚାରୁ ବଗିଚା। ବୟସର ଦୁହାଇ ଦେଇ ବହୁ ବାହାଘର ପ୍ରସ୍ତାବ ଆସୁଥିଲା। ବହୁ ପ୍ରସ୍ତାବ ଆସିବା ପରେ ଜୀବନରେ ସେ ଆସିଲା ଏବଂ ଆଖିରେ ଆଖି ମିଶାଇ ହୃଦୟକୁ ଅଜାଣତେ ଚୋରି କରିନେଲା। ଲାଗିଲା ସେ ମୋ ଜୀବନକୁ ସମ୍ପୂର୍ଣ୍ଣ କରିଦେବ। ମନ ଭିତରେ କୌଣସି ଦ୍ୱନ୍ଦ୍ୱ ନ ରଖି ସଞ୍ଜୁଙ୍କ ପ୍ରସ୍ତାବରେ ରାଜି ହୋଇଗଲି। ତା ସହ ପ୍ରଥମ ଦେଖା ଜୀବନରେ ଅନାବନା ରଙ୍ଗ ଆଣିଥିଲା। ଅସମାରୀ ସ୍ୱପ୍ନ ସବୁ ଆକାଶ ଛୁଇଁଲେ। ସେ ରଙ୍ଗ ତୋଳିବାକୁ ଆଖି ତାର ସାଗର ପରି, ଯେଉଁଥିରେ ହଜିବାକୁ ଜମା ବି ଭୟ ନଥିଲା। ଯୌବନର ପ୍ରଥମ ଭାଗକୁ ପୂର୍ଣ୍ଣଚ୍ଛେଦ ପକେଇ ବହୁ ଆଡମ୍ବରରେ ବାହାଘର ସରିଲା। ଶାଶୁ, ଶ୍ୱଶୁର, ଶଳା ଏବଂ ଶାଳୀ ମଧ୍ୟ ଖୁବ୍ ଆପଣାର ହୋଇଗଲେ। ଏଇ କିଛି ଦିନ ଭିତରେ ଜୀବନର ଖାତାରେ ଆଉ ଏକ ଫର୍ଦ୍ଦ ଲେଖା ହେଲା। ଝିଅ ଜନ୍ମ ଦେଇ ନାରୀ ଜୀବନକୁ ସମ୍ପୂର୍ଣ୍ଣ କରିଥିଲା ସଞ୍ଜୁ। ମୁଁ ବି ବାପା ହେବାର ଖୁସିରେ ହଜି ଯାଇଥିଲି। ଜୀବନର ରଙ୍ଗ ଧୀରେ ଧୀରେ ବଦଳୁଥିଲା ଏବଂ ତା ସହ ବଦଳୁଥିଲା ପରିବାର। ସଞ୍ଜୁ, ମୁଁ ଓ ମୋ ପରିବାର ଭିତରେ ସମ୍ପର୍କ ଆସ୍ତେ ଆସ୍ତେ ଅସଜଡ଼ା ହେଇ ଯାଉଥିଲା। କାହାକୁ ସମ୍ପୂର୍ଣ୍ଣ ଭୁଲ କିମ୍ବା ଠିକ୍ ବୋଲିର ସାର୍ଟିଫିକେଟ୍ କେବେ ଦେଇ ପାରିନି। ନା ମା'କୁ, ନା ସ୍ତ୍ରୀକୁ ଯାହାର ହାତ ଧରିଥିଲି, ନା ତାକୁ କେବେ ଛାଡ଼ି ପାରିବି, ନା ଯିଏ ମୋତେ ଜନ୍ମ ଦେଇଛି ତାକୁ କେବେ ପର କରିପାରିବି। ହେଲେ ଯିଏ ନିଜ ଝିଅ ମୋ ହାତରେ ବାନ୍ଧି ଦେଇଛି, ତାଙ୍କୁ କି ଉତ୍ତର ରଖିବି? ହସ୍ପିଟାଲର ICU ବେଡ୍ରେ ସଞ୍ଜୁକୁ ଭର୍ତ୍ତି ପରେ ଆଗ ଅପେକ୍ଷା ଟିକେ ସୁସ୍ଥ ଜଣା ପଡ଼ୁଥିଲା। ହେଲେ ଶରୀର ପୀଡ଼ା ଏତେ କଷ୍ଟ ଥିଲା ଯେ ପଥର ଭଳି ଛାତିକୁ ବି ଚିରି ଦେବ। ସେଦିନ ରାତିରେ ମୋର ନିଦ ବି ହଜିଯାଉଥିଲା। ରାଜଧାନୀର ଚଞ୍ଚଳ ରାତିରେ ସ୍ମୃତି ସବୁକୁ ସାଇତି ରଖୁଥିବା ମୋବାଇଲ ଗ୍ୟାଲେରୀକୁ ଖୋଲି ଗୋଟେ ପରେ ଗୋଟେ ଫଟୋ ଦେଖୁଥିଲି ଏବଂ ସେ ଫଟୋ ସହ ଘଟି ଯାଇଥିବା ଖଟା ମିଠା ଘଟଣାକୁ ଅନୁଭବ କରୁଥିଲି। ସେଦିନ ଥିଲା ମଙ୍ଗଳବାର, ରାତି ଠିକ୍ 9ଟା। 2 ଦିନ ଧରି ଚାଲିଥିବା ପରିବାର ବିଶୃଙ୍ଖଳା ନୂଆ ଏକ କାହାଣୀ ଲେଖିବାକୁ ଅପେକ୍ଷା କରିଥିଲା। ମନ ମନାନ୍ତର ଏମିତି ଅନେକ ଥର ହେଇଛି ଏବଂ ବୁଝାମଣା ବି ହେଇଯାଇଛି। ହେଲେ ସେଦିନ ଏମିତି ଏକ ଜିଦି, ଯାହା କେବେ କେହି ବୁଝିବାକୁ ନାରାଜ। ନା ବୋଉ, ନା ସଞ୍ଜୁ। ମୁଁ କିନ୍ତୁ ସବୁଥର ପରି ଡରୁଥିଲି କି ଘଟଣାଟି ଆଗକୁ ବଢ଼ି ନଯାଉ। ମନ ଭିତରେ ଅସହଜ ଭାବନା ମୋତେ ହଠାତ୍ ନିଦରୁ ଉଠାଇଦେଲା। ସମୟ ଦେଖେ ତ ବ୍ରାହ୍ମ ମୁହୂର୍ତ୍ତ। କୋଟି କୋଟି ଦେବାଦେବୀଙ୍କୁ ସ୍ମରଣ କରି ସଞ୍ଜୁ ପାଇଁ ଆଉଷ ମାଗୁଥିଲି।
ମୋ ଆୟୁଷ ବଦଳରେ ସଞ୍ଜୁକୁ ଲାଗିଯାଉ ଭଗବାନଙ୍କ ପାଖରେ ନେହୁରା ହେଉଥିଲି। ସକାଳେ ଡାକ୍ତର ଆସିଲେ ଏବଂ ଆଗ ଅପେକ୍ଷା ଟିକେ ଭଲ ଅଛନ୍ତି ବୋଲି କହିବାରୁ ଟିକେ ଶାନ୍ତି ମିଳିଲା। କିନ୍ତୁ ମନର ଆକାଂକ୍ଷା ଆହୁରି ବଢ଼ିଗଲା। ଝିଅ ମୋର ବହୁତ ଗେହ୍ଲା। ତା ମା ତାକୁ ବହୁତ ଭଲ ପାଏ। ଦୁନିଆରୁ ସବୁ ଖୁସି ଅଜାଡ଼ି ଦେଇଛି ତା ଜିଦି ଆଗରେ। ମୋ ଝିଅ ଆଗରେ ମୁଁ ବହୁତ ସ୍ୱପ୍ନ ମଧ୍ୟ ଦେଖିଛି। ହେଲେ ଡର ଲାଗେ ସ୍ୱପ୍ନ ମୋର ଭାଙ୍ଗି ଜୀବନି ତ ଭାବି। ହସ୍ପିଟାଲ ବେଡ୍ରେ ଆଖି ମୋର ଏକଲୟରେ ଲାଗିଥିବା ଅକ୍ସିଜେନ୍ ମନିଟର ଉପରେ ଥାଏ। ତୁଣ୍ଡରେ ଜଗନ୍ନାଥଙ୍କ ନାମ ନିରନ୍ତର ଚାଲିଥାଏ ଏବଂ ଆଖି ବନ୍ଦ କରି ଗୋଟେ ପରେ ଗୋଟେ ମାନସିକ କରି ଚାଲିଥାଏ ମହାପ୍ରଭୁଙ୍କ ପାଖରେ। ବେଳେବେଳେ ବିଶ୍ୱାସ ବି ହୁଏନି ସତରେ କ'ଣ ଏମିତି କିଛି ଘଟଣା ମୋ ସହ ଘଟିଛି। ନା ଏସବୁ ରାତିରେ ଦେଖୁଥିବା ସ୍ୱପ୍ନ, ନା ମନ ଭିତରେ ଉଙ୍କି ମାରୁଥିବା କାଳ୍ପନିକ ଛବି ସବୁ। ହେଲେ ଏହା ତ ବାସ୍ତବିକ ସତ୍ୟ। ଯାହା ଘଟି ଯାଇଛି ତାହା କେବେ ପରିବର୍ତ୍ତନ ହେବନି। କାହାଣୀକୁ ଟିକେ ପଛକୁ ନେବା ଅର୍ଥାତ୍ ସେଦିନ ମଙ୍ଗଳବାର ରାତିକୁ ନେବା। ମଙ୍ଗଳବାର ରାତି 9ଟାରେ ଘରକୁ ଆସି ପ୍ରଥମେ ବୋଉକୁ ଖାଇବାକୁ ଡାକିଲି। ହେଲେ ସେ ମୁହଁ ବୁଲେଇ ମୁଁ ଖାଇବି ନାହିଁ ବୋଲି କହିଦେଲା। ଯେଉଁଦିନ ତୁ ବିଚାର କରିବୁ ଠିକ୍ ଏବଂ ଭୁଲର ସେବେ ମୁଁ ଖାଇବି। ଏମିତି 2 ଦିନ ଧରି ଚାଲିଛି ଘର ଭିତରେ ଅଶାନ୍ତି। ମୁଁ ବି ଚୁପ୍ ନ ରହି ସଞ୍ଜୁକୁ ଅନାବନା କହି ଚାଲିଲି, ତୁମ ପାଇଁ ସବୁବେଳେ ଆମ ଘରେ ଅଶାନ୍ତି। କେବେ ତ ଥରେ ଚୁପ୍ ରୁହ। ଶାଶୁ ବୋହୂଙ୍କ ଜିଦ୍ ଆଗରେ କୌଣସି ବାକ୍ୟକୁ ପୂର୍ଣ୍ଣଚ୍ଛେଦ କରି ହୁଏନା। ସଞ୍ଜୁ କିନ୍ତୁ ଏଥର ନିଜ ଜିଦ୍ରେ ଅଟଳ। ମୋ ପାଇଁ ଯଦି ଏତେ ସମସ୍ୟା ହେଉଛି ତାହେଲେ ମୁଁ ରହିବିନି। ମୁଁ ମରିଗଲେ ସବୁ ସମସ୍ୟାର ସମାଧାନ ହେଇଯିବ କହି ରାଗରେ ଗୁମ୍ ମାରି ବସିଲା। ମୁଁ କିନ୍ତୁ ଦୂରେଇ ଯାଉଥିଲି ଏହି କଡ଼ି ଭିତରୁ। ଆଜି ନାହିଁ କାଲି ନିଶ୍ଚୟ ସମାଧାନ ହୋଇଯିବ ବୋଲି ଭାବି ହଠାତ୍ ଲକ୍ଷ୍ୟ କରେ ତ ସଞ୍ଜୁ ହାତରେ ଦିଆସିଲି ଏବଂ ଦେହ ତାର କିରୋସିନିରେ ଭିଜା। ମୁଁ ସଞ୍ଜୁ ପାଖକୁ ଧାଇଁ ଯିବାକୁ ଚେଷ୍ଟା ଦେଖି ହଠାତ୍ ଦିଆସିଲି କାଠିଟି ଜଳେଇ ଶାଢ଼ୀ କାନିରେ ଲଗେଇ ଦେଲା। ମୁଁ ବାକ୍ୟ ଶୂନ୍ୟ ହୋଇ ଲିଭେଇବାକୁ ଚେଷ୍ଟା କଲି। ସଞ୍ଜୁର ଚିତ୍କାରରେ ଧାଇଁ ଆସିଲେ ବୋଉ ଏବଂ ମୋ ଝିଅ। ମାତ୍ର 10-15 ସେକେଣ୍ଡରେ ନିଆଁକୁ ଆୟୁତ କରିଦେଲୁ। କିନ୍ତୁ ସେହି ସମୟ ଭିତରେ ବହୁତ କିଛି ଘଟି ଯାଇଥିଲା। ମୋ ପୃଥିବୀଟା ମୋ ପାଦ ତଳୁ ଖସି ଯାଇଥିଲା। ମୁଁ ମୂକ ପାଲଟି ଯାଇଥିଲି। ଭାବିଲି ପାଖ ଡାକ୍ତରଖାନା ଗଲେ ସାଙ୍ଗେ ସାଙ୍ଗେ ଭଲ ହେଇ ଫେରି ଆସିବ। ହେଲେ ସଙ୍ଗେ ସଙ୍ଗେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଗଲା। କଟକର ସହର ଭିତରେ ମୁଁ ନିଜକୁ ଅଣନିଶ୍ୱାସ ଅନୁଭବ କରିଲି। ଯେତେବେଳେ ଅପରିଚିତ ରୋଗୀମାନଙ୍କର ଯନ୍ତ୍ରଣାକୁ ଦେଖି ମନ ଭିତରେ କୌଣସି ଦ୍ୱନ୍ଦ୍ୱ ନ ରଖି ଭୁବନେଶ୍ୱରର ଘରୋଇ ହସ୍ପିଟାଲକୁ ତତ୍କ୍ଷଣାତ ଟ୍ରାନ୍ସଫର କରିଦେଲି। ଯୁଦ୍ଧର ରଣଭୂମିରେ ଠିଆ ହେଇ ଲଢ଼େଇ କରୁଥିଲି ସଞ୍ଜୁର ଜୀବନ ପାଇଁ। ସହସ୍ର ନାମକୁ ଜପୁଥିଲି ଏକମାତ୍ର ସଂକଳ୍ପ, ସଞ୍ଜୁ ପାଇଁ ଭଗବାନ ସବୁ ଠିକ୍ କରି ଦିଅନ୍ତୁ। ଶାଶୁଙ୍କ ମୁହଁ ଦେଖି ବଢ଼ି ହେବ ସେ ବେଦନା। ଶୁଖୁ ନଥିବା ନଈ ଭଳି ତାଙ୍କ ଲୁହ ଶୁଖୁନି। ବୈଶାଖର ତାତି ମୋ ପରିବାରକୁ ଜାଳିଦେବା ଆଗରୁ ମୁଁ ଆଖି ବନ୍ଦ କରି ଶୋଇଯିବି ଭାବିଲି। ରାତିରେ ଛୁଟି ଆସିଲେ ସ୍ୱପ୍ନମାନେ ମୋ ମାନସ ପଟରେ। ଝିଅ ମୋର ହାତ ଧରି ଚାଲୁଛି କେଉଁ ଏକ ରାଜମହଲ କୋଠା ଭିତରକୁ। ବଡ଼ ସରକାରୀ ଅଫିସର ବୋଲି ପରିଚୟ ମୋର ଝିଅର। ଆଉ କିଛି ସ୍ପଷ୍ଟ କରିବା ଆଗରୁ ଆଖି ଖୋଲିଗଲା। ଦୂରେଇ ଗଲେ ସ୍ୱପ୍ନ ସବୁ। ଲାଗିଲା ଯେମିତି ଜୀବନରେ ଝଡ଼ଟା ରାସ୍ତା କାଟି ଚାଲି ଯାଇଛି। କିନ୍ତୁ ବିଧିର ବିଧାନ କିଛି ଅଲଗା ଲେଖିଥିବା ମୋ ଭାଗ୍ୟରେ। ସଞ୍ଜୁ ଯେବେ ବି ଏମିତି ରାଗିଛି ପ୍ରାୟ ସବୁ ସମୟରେ ମରିଯିବି କହି ସମସ୍ତଙ୍କୁ ଡରାଇବାକୁ ଚେଷ୍ଟା କରିଛି। କ୍ରୋଧ ହେଲେ ରକ୍ତାକ୍ତ ପଡ଼ିଯାଏ ତାର ସେଇ ନୀଳ ଆଖି। ପିଇଯାଏ ଦୁନିଆର ସମସ୍ତ ଜ୍ୱାଳାକୁ ଭୋଳାନାଥ ପରି। ହେଲେ ସମୟକ୍ରମେ ସବୁ ବୁଝିଯାଏ। ପୁଣି ଥରେ ହସ ଖୁସିରେ ଘର ଅଗଣାଟା ଭରିଯାଏ। ସଞ୍ଜୁ ଏବଂ ମୋ ଭିତରେ ଏକ ଅତୁଟ ଭଲ ପାଇବା। ହେଲେ କାହାପରି ସମାଜ ଆଗରେ କେବେ ପ୍ରକାଶ କରି ପାରିନି। କାନ୍ଧରେ ତାର ହାତ ରଖିନି ସତ, ହେଲେ ଚଲା ରାସ୍ତାରେ ତା ହାତ କେବେ ବି ଛାଡ଼ିନି। ଖୁସି ଥିଲେ ସେ,
ପ୍ରେମର ମଳୟ ପବନ ସିରି ସିରି ବିଞ୍ଚିଦିଏ ମୋ ଅଙ୍ଗରେ। ମହକିଯାଏ ପ୍ରେମ ତାର ପୂର୍ଣ୍ଣିମାର ଚାନ୍ଦ ପରି। ହାତରେ ହାତ ରଖି ଆଙ୍କିଦିଏ ସାତରଙ୍ଗୀ ଇନ୍ଦ୍ରଧନୁ। ଠିକ୍ ଶ୍ରାବଣର ବର୍ଷା ପରେ ଘଟିଥିବା ଘଟଣାର 4 ଦିନ ପର୍ଯ୍ୟନ୍ତ ସଞ୍ଜୁ ICU ବେଡ୍ରେ ସେମିତି ଜୀବନ ସଂଗ୍ରାମରେ ଏକା ଲଢ଼ୁଥାଏ। ଏପଟେ ମୁଁ କେବଳ ଭଗବାନଙ୍କ ଭରସାରେ ଆଖପାଖ ମନ୍ଦିର ଯାଇ ଗୁଡ଼ାଏ ମାନସିକ କରି ପକାଏ। ସନ୍ଧ୍ୟାବେଳେ ମୁଖ୍ୟ ଡାକ୍ତର ବାବୁଙ୍କ କ୍ୟାବିନେଟ୍କୁ ଯାଇ ସଞ୍ଜୁଙ୍କ ରିପୋର୍ଟ ବାବଦରେ କଥା ହେଲି। ବାଷ୍ପରୁଦ୍ଧ ମୁହଁ ସହ କରୁଣ ଚାହାଣୀରେ ଡାକ୍ତରବାବୁ ଧୈର୍ଯ୍ୟ ଧରନ୍ତୁ ବୋଲି ମୋତେ କହିଲେ। ବଞ୍ଚିବାର ସମ୍ଭାବନା ବହୁତ କମ୍। ଶୁଣିବା ପରେ ଦେହ ମୋର ଥରି ଉଠିଲା। ମସ୍ତିଷ୍କରେ ଥମି ଯାଇଥିବା ଝଡ଼ ପୁଣି ଥରେ ସୁନାମିର ରୂପ ନେବା ଆରମ୍ଭ କରିଦେଲେ। ବାପା ଏବଂ ମୋ ଦାଦା ବାହାରୁ ଆସି ସାରିଥିଲେ। ମୋତେ ଧୈର୍ଯ୍ୟ ରଖିବାକୁ ପରାମର୍ଶ ଦେଲେ ଏବଂ ଯାହା ବି ଦୁଃଖ କଷ୍ଟ ଆସିବ ମିଳିମିଶି ସାମ୍ନା କରିବା ବୋଲି ମୋତେ ବିଶ୍ୱାସ ଦେଲେ। ହେଲେ ମନ ମୋର ଅମାନିଆ। କାହିଁକି ବୁଝିବ ଏତେ ସବୁ? ପିଲାବେଳୁ କେବେ ଦୁଃଖ କଷ୍ଟରେ ବଢ଼ିନାହିଁ। ମୋ ଖୁସି ପାଇଁ ବୋଉ ବାପା ବହୁତ ତ୍ୟାଗ କରିଛନ୍ତି। ତାଙ୍କ ଜୀବନରେ ଗୋଟେ ବୋଲି ପୁଅ ବୋଲି ବହୁତ ଗେହ୍ଲା। ଦୀର୍ଘ 12 ଦିନ ଧରି ICU ବେଡ୍ରେ ନିଜ ଜୀବନ ସହ ବଞ୍ଚିବାକୁ ସଂଗ୍ରାମ କରୁଥିବା ସଞ୍ଜୁ ଏଥର ହାରି ଯାଇଥିଲା। ସମସ୍ତ ଚେଷ୍ଟା ପରେ ବି ତା ନିଶ୍ୱାସକୁ ରଖି ପାରିଲି ନାହିଁ। ମୁଁ ବି ହାରିଗଲି। ଜୀବନର ଭିକ୍ଷା ମାଗୁଥିବା ଭଗବାନଙ୍କ ପାଖରେ। କେତେ ଯେ ସ୍ୱପ୍ନ ରହିଗଲା ସେ ଆଖି ଭିତରେ, ଯାହା ଭିତରେ ମୋ ଦୁନିଆ ଥିଲା। ଲେଖୁଥିବା କାହାଣୀ ବି ଅଧା ରହିଗଲା। କଲମର ମୁନ ଭାଙ୍ଗି ରଙ୍ଗ ସବୁ ଖେଳିଗଲା କାଗଜ ଉପରେ। ଏବେ କେବଳ ମୁଁ ଏବଂ ମୋ ଝିଅ ଦୁହେଁ ବଞ୍ଚିବୁ ଆମ ଦୁନିଆରେ। ଇତିହାସର କଳା ଅକ୍ଷରରେ ଲେଖା ମୋ ଜୀବନର କାହାଣୀ। ନା ମୁଁ କେବେ କହିଛି, ନା କେହି କେବେ ଶୁଣିଛି। ସଞ୍ଜୁ ଉପସ୍ଥିତି ମୁଁ ସବୁଦିନ ରାତିରେ ଏହି ଶୁଖିଲା ଆଖିରେ ଦେଖୁଛି। ମୋ ହୃଦୟର ଶୂନ୍ୟ ସିଲଟରେ ସଞ୍ଜୁ ତାର ନାଁ ଲେଖି ସାରିଛି, ଯାହା ଏବେ ଲିଭିବା ସମ୍ଭବ ନୁହେଁ। ଏବେ ସମୟ କେବଳ ସ୍ମୃତିକୁ ସଜେଇବାର, ସ୍ୱପ୍ନକୁ ବନ୍ଦୀ କରି ରଖିବାର। ଯାହା କେବେ କହି ହୁଏ ନାହିଁ, ତାହା କାଗଜରେ ବୋଧେ ଲେଖି ହୁଏ। ବନ୍ଧୁଗଣ, କାହାଣୀଟି ଯଦି ଭଲ ଲାଗିଲା ଲାଇକ୍ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଦବାଇ ଅଲ୍ ଉପରେ କ୍ଲିକ୍ କରିବେ।